ହଠାତ୍ ଆଜି ଏ ପିଲାଟି କେତେ ସଂଘର୍ଷମୟ ପରିଶ୍ରମ କରି କ'ଣ ପାଇଁ କଲେଜ ଆସୁଛି ଜାଣିବା ପାଇଁ ଭିଡ଼ିଓଟିକୁ କଣ୍ଟିନ୍ୟୁ କରନ୍ତୁ। ତ ହ୍ୟାଲୋ ଏଭ୍ରିୱାନ୍, ୱେଲକମ୍ ଟୁ ମାଇ ଆନଦର ମିନି ବ୍ଲଗ୍। ସବୁଦିନ ପରେ ମୁଁ ଆଜି କଲେଜ ବାହାରି ଯାଇଥିଲି। କଲେଜ ଯାଇ ଦେଖିଲା ବେଳକୁ ଏତେ ପିଲା, ତାଙ୍କୁ ଦେଖି ମୁଁ ତ ପୁରା ସକ୍ ହେଇଯାଇଥିଲି। କାରଣ ଆଜି +3 ସ୍ପୋର୍ଟସ୍ ସିଲେକ୍ସନ୍ ଚାଲିଥିଲା, ସେଥିପାଇଁ ପିଲା ଏତେ। ତ ଏଠି କ୍ଲାସ୍ କଲାବେଳେ ଏଠି ଇଣ୍ଡିପେଣ୍ଡେନ୍ସ ଡେ ପାଇଁ ଏଠି ପ୍ରିପାରେସନ୍ ଚାଲିଛି। ତ ଏଠି ଦେଖିପାରୁଥିବେ ଏ ପିଲାଟିକୁ ଭିଡ଼ିଓ କରୁଛି ବୋଲି କେତେ ଲାଜ, କେତେ ସରମ। ତାର ହଠାତ୍ ନଜର ପଡ଼ିଲା ଟୁ ହ୍ୱିଲର ଷ୍ଟାଣ୍ଡ ଉପରେ। ଲେଖା ହେଇଛି ଟୁ ହ୍ୱିଲର ଷ୍ଟାଣ୍ଡ ବଟ୍ ଟୁ ହ୍ୱିଲର ନାହିଁ। କ'ଣ କହିବୁ? ତାପରେ ସେଠୁ ଆସିଲା ପରେ ହଠାତ୍ ନଜର ପଡ଼ିଲା ନୋ ପାର୍କିଂ। ନୋ ପାର୍କିଂ ଲେଖା ହେଇଛି ବଟ୍ ପାର୍କିଂ ଅଛି। କ'ଣ କହିବୁ? ସେଠୁ ଆସିଲା ପରେ ବର୍ଷା ଏତେ ଜୋର ହେଲା ଯେ ଛତା ଧରିକି ଆସିଥିଲା ପିଲାଟି, ଦେଖିଲା ବେଳକୁ ତାର ଆସିକି ଗେମ୍ ଖେଳୁଛି କ୍ଲାସ୍ ଭିତରେ ବସିକି। କ'ଣ କହିବୁ? मतलब वो अलग ही लेवल का बंदा। ସେଠୁ ଆସିଲା ପରେ ରୁମ୍ରେ ଟିକେ ମୋର ଲ୍ୟାପଟପ୍ରେ ଟିକେ ଗୀତ ଶୁଣି ଦେଇକି ମୋର କାମରେ ଲାଗିଗଲି। ତାପରେ ଶୁଣିଲା ପରେ ମୋର ପାଠ ପଢ଼ାରେ ଲାଗିଗଲି। ଏତେ ଦିନ ପରେ ପାଠ ପଢ଼ୁଛି, ଆଉ ମୁଣ୍ଡରେ କିଛି ପାଠ ପଶୁନି। ଡଟ୍ପେନ୍ ପୁରା ଚୋବେଇ ଚୋବେଇ ଖାଇସାରିଲିଣି। ଆଜି ପାଇଁ ଏତିକି। ତାପରେ ମୋ ନିଦ ହେଲା, ପୁଣି ଶୋଇପଡ଼ିଲି। ଦେଖା ହବ ନେକ୍ସଟ ବ୍ଲଗ୍ରେ। ରହିଲି, ଜୟ ଜଗନ୍ନାଥ।